ଆଜିର ଅମୂଲ୍ୟ ବାଣୀ। କର୍ମଫଳ ଭୋଗିବାକୁ ପଡ଼ିବ। ଏହା ହେଉଛି ଜୀବନର ସର୍ବଶ୍ରେଷ୍ଠ ସତ୍ୟ ଓ ପ୍ରେରଣା। ଆମେ ଜୀବନରେ ଯେପରି କର୍ମ କରିବା ସେପରି ଫଳ ମିଳିବ। ଏହା ଭଗବାନଙ୍କ ନିୟମ। ଯେତେ ବୁଦ୍ଧିମାନ, ଧନୀ କିମ୍ବା ଶକ୍ତିଶାଳୀ ହେଉ, କର୍ମର ଫଳରୁ କେହି ବଞ୍ଚିପାରିବେ ନାହିଁ। ଜୀବନ ଏକ ମଞ୍ଚ ଯେଉଁଠି ଆମେ ସମସ୍ତେ ନିଜ ନିଜ କର୍ମ ଅନୁସାରେ ଅଭିନୟ କରୁଛୁ। ଆଜି ଆମେ ଯେଉଁ କାମ କରୁଛୁ, ଯେଉଁ କଥା କହୁଛୁ, ଯେଉଁ ଭାବନା ରଖୁଛୁ, ସେସବୁ ଆଗାମୀ ଦିନରେ ଫଳ ଆଣିଦେଉଛି। ମଣିଷ ଯାହା କରେ ସେହି କାର୍ଯ୍ୟ ତା'ର ଭବିଷ୍ୟତ ଗଢ଼େ। କର୍ମ ହିଁ ଆମର ଭାଗ୍ୟ ରଚନା କରେ। ଭଗବାନ ତା'ର ନ୍ୟାୟକୁ କେବେ ରୋକନ୍ତି ନାହିଁ। ଯଦି ଆଜି ଭଲ କର୍ମ କରିବେ, ତାହେଲେ ଆସନ୍ତାକାଲି ଜୀବନ ଆପଣଙ୍କ ପାଇଁ ଆଶୀର୍ବାଦ ହେବ। ଯଦି ଖରାପ କର୍ମ କରିବ, ତାହାର ଫଳ ଆପଣଙ୍କ ପଛେ ଚାଲି ଆସିବ। ସେ କାଲି ହେଉ କି ବୃଦ୍ଧ ଅବସ୍ଥାରେ, କର୍ମ ହିଁ ଆପଣଙ୍କ ଚିହ୍ନ, ଆପଣଙ୍କ ଗୌରବ, ଆପଣଙ୍କ ଭବିଷ୍ୟତ। ଯେପରି ଚାଷ କରିବ ସେହିପରି ଫଳ ମିଳିବ। ତେଣୁ ଆଜି ଭଲ କାମ କର, ଭଲ ଭାବନା ରଖ, ଭଲ କଥା କୁହ, କାରଣ ଏହିସବୁ ଆଗାମୀ ଦିନର ସୁଖ ସମୃଦ୍ଧି ଗଢ଼ିଦେବ। କେବେ ଭାବନ୍ତୁ ନାହିଁ ଯେ କେବେ କାହାର ଖରାପ କରି ଆପଣ ଜିତିପାରିବେ। ଭଗବାନ ସମୟ ନେଇଥାନ୍ତି, କିନ୍ତୁ ନ୍ୟାୟ ନିଶ୍ଚୟ କରନ୍ତି। ଯେମିତି ଛାୟା ସଦା ମଣିଷ ପଛରେ ଚାଲିଥାଏ, ସେହିପରି କର୍ମ ଆମ ପଛରେ ଚାଲିଥାଏ, କେବେ ଛାଡ଼ିଯାଏନି। ଏକ ଗ୍ରାମରେ ଜଣେ ଜମିଦାର ଥିଲା। ସେ ସଦା ଅନ୍ୟକୁ ଠକୁଥିଲା, ମିଥ୍ୟା କହୁଥିଲା ଏବଂ ଅନ୍ୟର ହାନି କରୁଥିଲା। ଲୋକେ ଭୟରେ କିଛି କହୁନଥିଲେ, କିନ୍ତୁ ଭଗବାନ ଶାନ୍ତ ଥିଲେ। କିଛି ବର୍ଷ ପରେ ସେହି ମଣିଷ ତା'ର ସବୁକିଛି ହାରିଗଲା, ଧନ, ସମ୍ମାନ, ସ୍ୱାସ୍ଥ୍ୟ, ସକ୍ଷତା। ତାପରେ ସେ ବୁଝିପାରିଲା, ମୁଁ ଯାହା ଅନ୍ୟଙ୍କୁ କରିଥିଲି ସେହି ଫଳ ଆଜି ନିଜେ ଭୋଗୁଛି। ତେଣୁ ଯଦି ତୁମେ ଭଲ କର୍ମ କର, ଭଲ କଥା କୁହ, ଭଲ ଭାବନା ରଖ, ସମଗ୍ର ବ୍ରହ୍ମାଣ୍ଡ ତୁମ ସପକ୍ଷରେ ହେବ, ତୁମକୁ ମନେ ରଖିବ। ଯଦି ତୁମେ ଅନ୍ୟକୁ ଦୁଃଖ ଦେବ, ତେବେ ସେ ଦୁଃଖ ଫେରିଆସି ତୁମ ଜୀବନକୁ ଆଘାତ ଦେବ। ତେଣୁ ସଦା ଭଲ କର୍ମ କର, ଭଲ ଫଳ ଆଶା କର। ଏହା ହେଉଛି ସତ୍ୟ, ଧର୍ମ ଓ ଜୀବନର ସଠିକ ପଥ। କର୍ମ ହିଁ ତୁମ ସାଥୀ, କର୍ମ ହିଁ ତୁମ ପରିଚୟ, କର୍ମ ହିଁ ଜୀବନର ଶକ୍ତି, ଭଗବାନ ହିଁ ତାହାର ସାକ୍ଷୀ। କର୍ମ କର ନିର୍ଲୋଭ ଭାବେ, ଫଳ ଆପେ ଆସିବ। ଭଗବାନ ନିୟମ ସଦା ନ୍ୟାୟ ପାଇଁ, କର୍ମଫଳ ଭୋଗିବାକୁ ପଡ଼ିବ।